ଜୟ ଜଗନ୍ନାଥ, ଜୟ ଲୋକନାଥ। ପବିତ୍ର କାର୍ତ୍ତିକ ମାସରେ କାର୍ତ୍ତିକ ମାହାତ୍ମ୍ୟ କଥା ଏବଂ ସର୍ବଷଧୀ ମା ତୁଳସୀ। ମଣିଷ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ପ୍ରକୃତି ଆଉ ପରିବେଶ ସହିତ ସୃଷ୍ଟିକର୍ତ୍ତା ବହୁ ଉପାଦାନ ମନୁଷ୍ୟକୁ ଖଞ୍ଜି ଦେଇଛନ୍ତି। ସେଗୁଡ଼ିକର ସୁରକ୍ଷା ଆଉ ସଂରକ୍ଷଣ ଆମ ସମସ୍ତଙ୍କର ସର୍ବାଦୌ କର୍ତ୍ତବ୍ୟ। ଆସନ୍ତୁ ତେବେ ଜାଣିବା ପ୍ରକୃତିର ମହାନତାର ଦିବ୍ୟ ଗୁଳ୍ମ ତୁଳସୀ ବିଷୟରେ କେତୋଟି କଥା। ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ୍ ଅଧିକ। ଏହାର କେବଳ ଧାର୍ମିକ ନୁହେଁ, ଅଧିକନ୍ତୁ ବହୁତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଉପବାସ ହେଉ, ବ୍ରତ ହେଉ, ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଏବଂ ଭଗବାନ ବିଷ୍ଣୁଙ୍କର ନୈବେଦ୍ୟରେ ତୁଳସୀ କରାଯାଏ ଅର୍ପଣ। ପ୍ରତି ହିନ୍ଦୁ ଧର୍ମର ପ୍ରତି ଲୋକଙ୍କର ଘରେ ତୁଳସୀ ଚଉରାରେ ତୁଳସୀ ବୃକ୍ଷ ନିଶ୍ଚିତ ଭାବରେ ରହିଥାଏ। ନିୟମିତ ସକାଳ ଆଉ ସନ୍ଧ୍ୟା ସମୟରେ ତୁଳସୀକୁ ପୂଜା କରାଯାଏ। ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ପୂଜାରେ ତୁଳସୀ ବିନା ପୂଜା ସମ୍ପନ୍ନ ହୁଏ ନାହିଁ। ପୁରାଣମାନଙ୍କରେ ତୁଳସୀଙ୍କର ମାହାତ୍ମ୍ୟ ବିଷୟରେ ବହୁ ବର୍ଣ୍ଣନା ମଧ୍ୟ ଦେଖାଯାଏ। ଶ୍ରୀ ପଦ୍ମ ପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟରେ ତୁଳସୀଙ୍କର ସୃଷ୍ଟି ଏବଂ ମହିମା ବିଷୟରେ ସୁନ୍ଦର ବର୍ଣ୍ଣନା ମଧ୍ୟ ରହିଛି। ତୁଳସୀ ବୃକ୍ଷର ପ୍ରତ୍ୟେକ ଅଂଶରେ ରହିଛି ଔଷଧୀୟ ଗୁଣ। ଏଣୁ ଆୟୁର୍ବେଦରେ ଏହା ଏକ ସର୍ବୌଷଧୀର ମାନ୍ୟତା ମଧ୍ୟ ଲାଭ କରିଛି। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦେବ ଉତ୍ଥାପନ ଏକାଦଶୀରେ ତୁଳସୀ ବିବାହ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କର ସ୍ୱରୂପ ଶାଳଗ୍ରାମଙ୍କ ସହ ତୁଳସୀଙ୍କର ବିବାହ ହୋଇଥାଏ। ଏହି ତୁଳସୀ ବିବାହ କନ୍ୟାଦାନ ସମାନ ପୁଣ୍ୟଦାୟୀ ହୋଇଥାଏ। ତ ତୁଳସୀ ବିବାହ ଦ୍ୱାରା କ'ଣ ହୁଏ ନା ଗୃହରେ ସୁଖ, ସମୃଦ୍ଧି, ବୈଭବ ଏବଂ ମଙ୍ଗଳ ମଧ୍ୟ ବିରାଜମାନ କରିଥାଏ। ତୁଳସୀ ବିଷ୍ଣୁଙ୍କର ଅତି ପ୍ରିୟ। ବିଷ୍ଣୁପ୍ରିୟା ତୁଳସୀ। ତୁଳସୀ ବିଷ୍ଣୁଙ୍କର ସହିତ ସମାନ। ସେ ବିଷ୍ଣୁଙ୍କ ଦ୍ୱାରା ଏହା ଅନୁଗୃହୀତ ହୋଇଛନ୍ତି। କାର୍ତ୍ତିକ ବ୍ରତ, ବିଷ୍ଣୁ ପୂଜା ହେତୁରୁ ତୁଳସୀଙ୍କର ଗୁରୁତ୍ୱ ଏହି ମାସରେ ବହୁତ ଅଧିକ। ତୁଳସୀ ପୂଜନ ବିଷ୍ଣୁ ପୂଜନ ସହିତ ସମାନ। ଏକ ଗୃହସ୍ଥ ପାଇଁ ତୁଳସୀ ଧ୍ୟାନ, ଧାରଣା ଓ ମୁକ୍ତିର ମାର୍ଗ। ତୁଳସୀ ସର୍ବପାପ ଖଣ୍ଡନକାରୀ। ସେଥିପାଇଁ ଆମ ପରମ୍ପରା ଏବଂ ଧର୍ମରେ ସକଳ ଗୃହ ପ୍ରାଙ୍ଗଣରେ ଅଥବା ମଠ ମନ୍ଦିରରେ ତୁଳସୀ ପୂଜିତ ହୋଇ ଆସୁଛନ୍ତି। ବିଶେଷ କରି କାର୍ତ୍ତିକ ମାସରେ ତୁଳସୀଙ୍କର ବିବାହ କରାଯାଉଥିବାରୁ ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ଭିତରେ ତୁଳସୀକୁ ରାଧା ରୂପରେ ଶ୍ରୀକୃଷ୍ଣଙ୍କୁ ବିବାହ କରାଯାଏ। ମାଘ ମାସରେ ତୁଳସୀ ଦଳ ମଞ୍ଜରୀ ଦ୍ୱାରା କେଶବଙ୍କୁ ଅର୍ଚ୍ଚନା କଲେ ସର୍ବଯଜ୍ଞର ଫଳପ୍ରାପ୍ତି ହୋଇଥାଏ। ତୁଳସୀ ମାଳରେ ଗୋବିନ୍ଦଙ୍କର ପୂଜାରେ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ। ଏଣୁ ଶାସ୍ତ୍ରରେ କୁହାଯାଇଛି, ସୁକୋମଳ ଦଳେରିୟସ୍ତୁ ମଞ୍ଜରୀର୍ଭିର୍ଜନାର୍ଦନମ୍ अर्चयोर्नाघे मासे तु व्रतनाम लभते फलः सम्पूज्य तुलसी भक्त्या घनश्यामं च नार्दनम् चतुर्वार्षिकानां जपम् अश्वमेधायुतं लभेत्। पुणी ପୂଜ୍ୟ ତୁଳସୀର ମାହାତ୍ମ୍ୟ ବର୍ଣ୍ଣନା କରି ଆଉ କୁହାଯାଇଛନ୍ତି କ'ଣ ନା, ତୁଳସୀ ସର୍ବଭୂତାନାଂ ମହାପାତକନାଶିନୀ
तत्मूले सर्वतीर्थानि त्वतमे सर्वदेवानां। ଶୃଙ୍ଖଳିତ ପାରିବାରିକ ଦାମ୍ପତ୍ୟ ଜୀବନଯାପନ ଆଉ ସମାଜ ଗଠନ କରିବା ପାଇଁ ତୁଳସୀ ପୂଜା ହେଉଛି ଏକ ଅମୂଲ୍ୟ ଉପହାର। ଧର୍ମ କଥାକୁ ବାଦ ଦେଇ ଆମେ ତୁଳସୀ କଥା ବିଚାରକୁ ନେଲେ ଦେଖିବା ଏହାର ଔଷଧୀୟ ଗୁଣର ପଟାନ୍ତର ନାହିଁ। ତୁଳସୀ ମୂଳ ଜଳ ହେଉଛି ଗଙ୍ଗା ସମ ପବିତ୍ର। ଏ ଜଳ ବହୁ ଉଦର ବ୍ୟାଧି ଉପଶମକାରୀ ହୋଇଥାଏ। ତା ଡାଳରେ ରହିଛନ୍ତି ବିଷ୍ଣୁ ଅର୍ଥାତ୍ ତୁଳସୀର ମାଳ ଏବଂ ତୁଳସୀ ଡାଳର ମାଳ ପିନ୍ଧିଲେ ଚର୍ମରୋଗ ହୁଏ ନାହିଁ। ତାର ପତ୍ରରେ ଦେବତାମାନେ ନିବାସ କରିଛନ୍ତି ଅର୍ଥାତ୍ ତୁଳସୀର ପତ୍ର ସେବନ କଲେ କାଶ ଶ୍ୱାସ ଆଦି ସର୍ଦ୍ଦି ଜନିତ ବ୍ୟାଧି ମଧ୍ୟ ଦୂର ହୁଏ। ପୁନଶ୍ଚ ତା ପତ୍ରରେ କର୍ପୂର ଥିବାରୁ ଖାଦ୍ୟ ପଦାର୍ଥରେ ପକାଇଲେ କୀଟମାନେ ବସନ୍ତି ନାହିଁ। ଏଣୁ ତୁଳସୀ ସର୍ବଦା ମଣୋହି ବା ଭୋଜନ ଯୋଗ୍ୟ। ବାଡ଼ିରେ ତୁଳସୀ ଗଛ ଥିଲେ ରୋଗ ସୃଷ୍ଟିକାରୀ ଜୀବାଣୁମାନେ ମଧ୍ୟ ଆସିନଥାନ୍ତି। ସର୍ପ ଗୃହ ମଧ୍ୟରେ ପ୍ରବେଶ ମଧ୍ୟ କରନ୍ତି ନାହିଁ। କାଛୁକୁଣ୍ଡିଆ ଯାଦୁ ବିରୁଡ଼ି ମହୁମାଛି କାମୁଡ଼ିବା ଏବଂ ଅନ୍ୟାନ୍ୟ କୀଟ ଦଂଶନ ନିମନ୍ତେ ତୁଳସୀ ଏକ ଅବ୍ୟର୍ଥ ଔଷଧ। ନିର୍ଦ୍ଦିଷ୍ଟ ଅନୁପାତରେ ଏହା ବିଭିନ୍ନ ଦ୍ରବ୍ୟ ସହିତ ମିଶି ଦୁରାରୋଗ୍ୟ ବ୍ୟାଧିର ଔଷଧ ତିଆରିରେ ବ୍ୟବହୃତ ହୁଏ। ଆୟୁର୍ବେଦ ଆଉ ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହାର ପ୍ରୟୋଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଅସୁମାରୀ ଏହାର ଉପକାରୀ ଗୁଣ। ତୁଳସୀ ଏକ ଭାରତୀୟ ଉଦ୍ଭିଦ। ଏହା 16ଶ ଶତାବ୍ଦୀରେ ପ୍ରଥମେ ୟୁରୋପକୁ ଯାଇଥିଲା ଏବଂ ପରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କୁ ଯାଇଥିବାର ଶାସ୍ତ୍ର ସମ୍ମତ ରହିଛନ୍ତି। ତେବେ ସାରା ବିଶ୍ୱରେ ଏହା ଔଷଧୀୟ ଗୁଳ୍ମ ଭାବରେ ପ୍ରସିଦ୍ଧି ଲାଭ କରିଛି। ଶ୍ଵେତ ତୁଳସୀ ବା ରାମ ତୁଳସୀ ଅପେକ୍ଷା କୃଷ୍ଣ ତୁଳସୀ ଅପୂର୍ବ ଔଷଧୀୟ ଗୁଣଯୁକ୍ତ। ତୁଳସୀର ବହୁମୁଖୀ ଔଷଧୀୟ ଗୁଣ ଯୋଗୁଁ ଏହା ଶ୍ରେଷ୍ଠ ବନସ୍ପତି ଭାବେ ଖ୍ୟାତି ଲାଭ ମଧ୍ୟ କରିଛି। ତୁଳସୀର ଏସବୁ ଗୁଣ ପାଇଁ ଆମ ଶାସ୍ତ୍ର ତୁଳସୀ ଚୟନ ପାଇଁ ବିଭିନ୍ନ ବିଧି ମଧ୍ୟ ପ୍ରଣୟନ କରିଛି। ସ୍ନାନ ନ କରି ଅଶୌଚ ତିଥି ସନ୍ଧ୍ୟା ଏବଂ ରାତ୍ରି କାଳରେ ଅଧୌତ ବସ୍ତ୍ର ପରିଧାନ କରି ତୁଳସୀ ଚୟନ ସର୍ବକାଳରେ ବର୍ଜନୀୟ। ତେଣୁ ତିଥି ବାର ବେଳାକୁ ଦେଖି ତୁଳସୀ ଚୟନ କଲେ ପୁଣ୍ୟ ମିଳିଥାଏ। ବିପରୀତ ସମସ୍ତ ପାପକୁ ଆମେ ସଂଗ୍ରହ କରିଥାଉ। ତା ଶୁଦ୍ଧପୂତ ଭାବେ ତଥା ପବିତ୍ର ମନରେ ତୁଳସୀ ଚୟନ କରିବା ବିଧେୟ ରହିଛନ୍ତି। 12ଗୋଟି ପତ୍ରରୁ ଅଧିକ ପତ୍ର ଚୟନ ନିଷିଦ୍ଧ ରହିଛନ୍ତି। ଚୟନ ବେଳେ ତୁଳସୀ ବୃକ୍ଷକୁ ପ୍ରଣାମ କରି ଏହି ମନ୍ତ୍ରକୁ ଆମେ ଯଦି ଉଚ୍ଚାରଣ କରିବା ତେବେ ଆମେ ନିଶ୍ଚିତ ଭାବରେ ତୁଳସୀ ମାତାଙ୍କର ଆଶୀର୍ବାଦକୁ ପ୍ରାପ୍ତ କରିବା। ତୁଳସୀ ମୃତନାମାସି ସଦା ତ୍ୱଂ କେଶବ केशवार्ते छिन्नमित्वा वरदा भव शुभदे द्वादशं सम्भव वेग पत्रिपूजयामि यथा हरिं तथा कुरु पवित्राङ्गी कलौमल ତେବେ ଉପସଂହାରରେ ଏତିକି ଆମେ କହିପାରିବା, ଧର୍ମ ଦୃଷ୍ଟିରୁ ହେଉ ବା ବିଜ୍ଞାନ ଦୃଷ୍ଟିରୁ ହେଉ ତୁଳସୀ ମାନବ ପାଇଁ ସର୍ବଥା ପୂଜନୀୟ ଆଉ ଚିର ନମସ୍ୟା। ତୁଳସୀ ଯୁଗେ ଯୁଗେ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହିଛି। ସତ୍ୟରେ ନାରାୟଣ, ତ୍ରେତାରେ ପ୍ରଭୁ ଶ୍ରୀରାମ, ଦ୍ୱାପରରେ ଶ୍ରୀକୃଷ୍ଣ, କଳିଯୁଗରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶିର ଏବଂ
ବପମଣ୍ଡନ କରୁଛି ଏ ତୁଳସୀ। ତୁଳସୀ ମହିମା ଗାନ କରି ସନ୍ଥ ତୁଳସୀଦାସ ମଧ୍ୟ ରାମଚରିତ ମାନସରେ କହିଛନ୍ତି, ଅଜ୍ଞାତାଙ୍କୁର ଲୋଚନା ଲାଜା ମଞ୍ଜୁଳ ମଞ୍ଜରି ତୁଳସୀ ବିରାଜା ସଗୁଣ ସୁଗନ୍ଧ ନାକାହି ମକାନି ମଙ୍ଗଳ सकल सजहि सबरानी। श्री राम जय राम जय जय राम। श्री राम जय राम जय जय राम। भगवान को तुलसीर दल तुलसी मंजरी अर्पण करथिले शुभ फल प्राप्ति होइथाय। पद्म पुराण मते तुलसी वृक्ष रे स्वयं देवता माने वास करिथांती। जेउ नैवेद्य तुलसी प्रयोग करा जाय नहीं ताहा भगवान केवे मध्य स्वीकार करते नहीं एवं ताहा नैवेद्य पदवाच्य मध्य होई न थाए। तेबे एहार मान्यता मध्य रहिछि। तेणु कहा जाय कि मूले तोर गंगा डाल